କରୁଥିବା ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ପବିତ୍ର ଓ ବହୁମୂଲ୍ୟ ନାମରେ ନିର୍ମଳ ଖରା ୟୁଟ୍ୟୁବ୍ ଚ୍ୟାନେଲରେ ପୁନର୍ବାର ଆପଣ ସମସ୍ତଙ୍କୁ ଏହି ଶୁଭ ସକାଳ ସମୟରେ ପ୍ରଭୁଙ୍କ ଦାସ ଭାବରେ ଆପଣ ସମସ୍ତଙ୍କୁ ସ୍ୱାଗତ କରେ। ପ୍ରତିଦିନ ଆପଣମାନଙ୍କ ସହିତ ଏହି ପ୍ରକାର ଅନଲାଇନ୍ ସେବା କାର୍ଯ୍ୟ ମାଧ୍ୟମରେ ସାକ୍ଷାତ କରିବା ଏହା ମୋ ନିମନ୍ତେ ବହୁତ ଆନନ୍ଦର ବିଷୟ ଅଟେ। ପ୍ରିୟ ପ୍ରଭୁଙ୍କ ଲୋକମାନେ, ପ୍ରତିଦିନ ପରମେଶ୍ୱର ତାଙ୍କର ବାକ୍ୟରୁ ଆମମାନଙ୍କ ସହିତ କଥାବାର୍ତ୍ତା ହେଉଛନ୍ତି। ଆଉ ଆପଣମାନେ ମଧ୍ୟ ପ୍ରତିଦିନ ଏହି ଚ୍ୟାନେଲ ଦ୍ୱାରା ପ୍ରସାରିତ ହେଉଥିବା କାର୍ଯ୍ୟକ୍ରମ ଗୁଡ଼ିକକୁ ଦେଖୁଛନ୍ତି, ଲାଇକ୍ ସେୟାର କମେଣ୍ଟସ୍ ଗୁଡ଼ିକ କରୁଛନ୍ତି। ସେଥିପାଇଁ ଆପଣମାନଙ୍କୁ ଧନ୍ୟବାଦ ଦିଏ। ଆମମାନଙ୍କର ଲାଇଭ୍ ମିଟିଂରେ ମଧ୍ୟ ଆପଣମାନେ ଆସୁଛନ୍ତି, ଜଏନ୍ କରୁଛନ୍ତି, କମେଣ୍ଟସ୍ କରୁଛନ୍ତି। ସେଥିପାଇଁ ଧନ୍ୟବାଦ ଦିଏ। ଅନେକ ସମୟରେ ଆପଣମାନେ ଆମମାନଙ୍କୁ କଲ୍ କରୁଛନ୍ତି, ମାତ୍ର ଆମେ ବ୍ୟସ୍ତ ରହିବାରୁ ଆପଣମାନଙ୍କର ଫୋନ୍ କଲ୍ ଗୁଡ଼ିକକୁ ଆମେ ରିସିଭ୍ କରିପାରୁନାହୁଁ। ଦୟାକରି କ୍ଷମା କରିବେ। ଆଉ ଥରେ ଫୋନ୍ କରନ୍ତୁ। ଆମେ ଆପଣମାନଙ୍କୁ ବହୁତ ପ୍ରେମ କରୁଛୁ। ଆପଣମାନେ ଆମମାନଙ୍କ ଦୃଷ୍ଟିରେ ବହୁମୂଲ୍ୟ ଅଟନ୍ତି। ଆପଣମାନଙ୍କର ଫୋନ୍ ନ ଉଠାଇଲେ ଆମେ କାହାର ଫୋନ୍ ଉଠାଇବୁ? ବ୍ୟସ୍ତ ଥିବାରୁ ଆମେ ଅନେକ ସମୟରେ ଫୋନ୍ ଉଠାଇ ପାରୁନାହୁଁ। ଆଉ ଯଦି ଆପଣମାନେ ଆଉ ଥରେ କଲ୍ କରିବେ, ନିହାତି ଆପଣମାନଙ୍କର ଫୋନ୍କୁ ଆମେ ରିସିଭ୍ କରିବୁ। ଆପଣମାନଙ୍କ ନିମନ୍ତେ ଆମେ ପ୍ରାର୍ଥନା କରିବୁ। ଆପଣମାନଙ୍କ ସହିତ ଆମେ କଥାବାର୍ତ୍ତା ହେବୁ। ପ୍ରିୟମାନେ, ଆସନ୍ତୁ ଅଳ୍ପ ସମୟ ଧରି ଆଜି ମଧ୍ୟ ଗୋଟିଏ ପ୍ରସଙ୍ଗରେ ଆମେ କଥାବାର୍ତ୍ତା ହେବା। ଆଜିର ପ୍ରସଙ୍ଗଟି ଏହି ପ୍ରକାର ଅଟେ। କେଉଁ ସମୟରେ ଚର୍ଚ୍ଚରେ ଅଧିକ ଲୋକ ଗହଳି ହେବେ? କେଉଁ ସମୟରେ ଚର୍ଚ୍ଚରେ ସବୁଠୁ ଅଧିକ ଲୋକ ଗହଳି ହେବେ? ଯଦି ଆପଣଙ୍କୁ ପଚରାଯାଏ, ଆପଣ କହିବେ ନାହିଁ, ଖ୍ରୀଷ୍ଟମାସ ସମୟରେ ଚର୍ଚ୍ଚରେ ବହୁତ ଲୋକ ଗହଳି ହେବେ। ଆପଣ କହିବେ ନାହିଁ, ଆମମାନଙ୍କ ପୁନରୁତ୍ଥାନ ରବିବାର ସମୟରେ ଚର୍ଚ୍ଚରେ ବହୁତ ଗହଳି ହେବେ। ନାହିଁ, ପ୍ରଭୁ ଭୋଜ ସମୟରେ ଚର୍ଚ୍ଚରେ ବହୁତ ଗହଳି ହେବେ। ବା ଚର୍ଚ୍ଚରେ କୌଣସି ଗୋଟିଏ ସଭା ସମିତି ରଖିଲେ ସେହି ସମୟରେ ଚର୍ଚ୍ଚରେ ବହୁତ ଲୋକ ଗହଳି ହେବେ। ଏହା ଆପଣମାନେ ମଧ୍ୟ କହିବେ। ଏହା ଠିକ୍, ଏହା କୌଣସି ପ୍ରକାର ଭୁଲ ନୁହେଁ। ମାତ୍ର ସବୁଠୁ ଖ୍ରୀଷ୍ଟମାସ ଠାରୁ, ଆମମାନଙ୍କର ରେଜରେକ୍ସନ୍ ଡେ ଠାରୁ, ଆମମାନଙ୍କର ପ୍ରଭୁ ଭୋଜ ଠାରୁ, କୌଣସି ମିଟିଂ ଠାରୁ ମଧ୍ୟ ଆହୁରି ଅଧିକ ଗହଳି ଲୋକ ଚର୍ଚ୍ଚରେ ହେବେ। ଚର୍ଚ୍ଚକୁ ଛାଡ଼ି ଯିବା ପାଇଁ ଇଚ୍ଛା କରିବେ ନାହିଁ। ଚର୍ଚ୍ଚରେ କାନ୍ଦିବେ, ଚର୍ଚ୍ଚରେ ଅନୁତାପ କରିବେ। ଏହା କେଉଁ ଦିନ ହେବ? ଯେଉଁ ଦିନ ମଣ୍ଡଳୀ ଊର୍ଦ୍ଧ୍ୱକୁ ନୀତ ହେବ, ମଣ୍ଡଳୀର ରେପ୍ଚର ଯେଉଁ ଦିନ ହେଇଯିବ, ସେହି ଦିନ ଆପଣ ଦେଖିବେ ଲୋକମାନେ ଚର୍ଚ୍ଚ ଛାଡ଼ି ଯିବା ପାଇଁ ଇଚ୍ଛା କରିବେ ନାହିଁ। ଚର୍ଚ୍ଚରେ ଲୋକମାନେ ଲାଗିକିନା ରହିବେ। ଚର୍ଚ୍ଚରେ ଆସିବେ, କାନ୍ଦିବେ। ଚର୍ଚ୍ଚରେ ଆସିବେ, ଅନୁତାପ କରିବେ। ଏହି ପ୍ରକାର ଦିନ ଆସୁଛି। ପ୍ରିୟମାନେ, ଆଜି ଲୋକମାନଙ୍କ ପାଖରେ ସମୟ ନାହିଁ। ଆଜି ଲୋକମାନେ ବହୁତ ବ୍ୟସ୍ତ। ଆଜି ଲୋକମାନେ ଜାଣି ଶୁଣି ଚର୍ଚ୍ଚକୁ ଅବହେଳା କରୁଛନ୍ତି। ମାତ୍ର ଏହି ପ୍ରକାର ଗୋଟିଏ ଘଟଣା ଆମମାନଙ୍କର ପୃଥିବୀରେ ଘଟିବା ପାଇଁ ଯାଉଛି। ତାହା ହେଲା ମଣ୍ଡଳୀର ରେପ୍ଚର। ମଣ୍ଡଳୀର ରେପ୍ଚର ହେବା ପାଇଁ ଯାଉଛି। ଆଉ ଅନେକ ଖ୍ରୀଷ୍ଟିଆନ ଭାଇ ଭଉଣୀମାନେ ଜାଣନ୍ତି ଯେ ମଣ୍ଡଳୀର ରେପ୍ଚର ହେବା ପାଇଁ ଯାଉଛି। ଅନେକ ଖ୍ରୀଷ୍ଟିଆନ ଭାଇ ଭଉଣୀମାନେ ଜାଣନ୍ତି, ମାତ୍ର ସେମାନେ ତାହାକୁ ମାନନ୍ତି ନାହିଁ କି ବିଶ୍ୱାସ କରନ୍ତି ନାହିଁ। ମାତ୍ର ଏହି ପ୍ରକାର ଗୋଟିଏ ସମୟ ଆସୁଛି ଯେ ମଣ୍ଡଳୀକୁ ନେବା ନିମନ୍ତେ ପ୍ରଭୁ ମେଘମାଳାରେ ଆସୁଛନ୍ତି। ଏହାକୁ ରେପ୍ଚର କୁହାଯିବ। ମଣ୍ଡଳୀକୁ ପରମେଶ୍ୱର ଉଠେଇ ନେଇଯିବେ। ଆଉ ଯେଉଁ ମଣ୍ଡଳୀକୁ ଉଠେଇ ନେଇଯିବେ, ଗୋଟିଏ ଛୋଟ ମଣ୍ଡଳୀକୁ ଉଠେଇ ନେବେ। କାରଣ ରେପ୍ଚରରେ ବଡ଼ ମଣ୍ଡଳୀ ଯାଉନାହିଁ, ଛୋଟ ମଣ୍ଡଳୀ, ଅଳ୍ପ ଗୋଟେ ଛୋଟ ଦଳ। ପ୍ରଭୁ ଯୀଶୁଖ୍ରୀଷ୍ଟ କହିଲେ, ହେ ସାନ ପଲ, ତୁମମାନେ ଭୟ କର ନାହିଁ, କାରଣ ପିତାଙ୍କର ଇଚ୍ଛା ତୁମକୁ ରାଜ୍ୟ ଦେବା ପାଇଁ। ଗୋଟେ ଛୋଟିଆ ଦଳ, ଏବେ ଗୋଟିଏ ଏ ପ୍ରକାର ଦଳ ଗୋଟିଏ ପ୍ରସ୍ତୁତ ହେଉଛି ଯେ କି ରେପ୍ଚରରେ ଯିବ। ଆଉ ଯେଉଁ ସମୟରେ ସେହି ଦଳ ରେପ୍ଚରକୁ ପଳେଇଲା ପରେ ସବୁ ଖ୍ରୀଷ୍ଟିଆନ ଭାଇ ଭଉଣୀମାନେ ଜାଣିଦେବେ ଯେ ସେମାନେ ରେପ୍ଚରରେ ପଳେଇଲେ, ରେପ୍ଚର ହେଇଗଲା। ଆମେ ଭାବୁଥିଲୁ ଆମେ ରେପ୍ଚରରେ ଯାଇପାରିବୁ, ମାତ୍ର ଆମେ ଯାଇପାରିଲୁ ନାହିଁ, କାରଣ ଆମେ ପାପରେ ଜୀବନଯାପନ କଲୁ। ଆଉ ସେହି ଦିନ ମଣ୍ଡଳୀରେ ଏତେ ଗହଳି ହେବେ ଲୋକ, ଏତେ ପରିମାଣରେ ଲୋକ ମଣ୍ଡଳୀକୁ ଆସିବେ। ମଣ୍ଡଳୀରେ ଆସିବେ, କାନ୍ଦିବେ। ମଣ୍ଡଳୀରେ ଆସିବେ, ଅନୁତାପ କରିବେ। ମଣ୍ଡଳୀ ଛାଡ଼ି ଯିବା ପାଇଁ ସେମାନଙ୍କୁ ଇଚ୍ଛା ହେବ ନାହିଁ, କାରଣ ମଣ୍ଡଳୀର ରେପ୍ଚର ହେଇଯାଇଛି। ସେମାନେ ରେପ୍ଚର ମିସ୍ କରିଛନ୍ତି। ମୁଁ ଆପଣଙ୍କୁ ଗୋଟେ ବାକ୍ୟ ଦେଖାଇବା ପାଇଁ ଚାହେଁ। ଆପଣମାନେ ମୋ ସହିତ ଆମମାନଙ୍କ ପ୍ରକାଶିତ ପୁସ୍ତକ 7 ଅଧ୍ୟାୟ ଫିଟେଇବେ। 7 ଅଧ୍ୟାୟର 9 ପଦରୁ ପଢ଼ିବା। ଏହାପରେ ମୁଁ ଦୃଷ୍ଟିପାତ କଲି। କୋଉଥିପରେ? ଯେଉଁ ସମୟରେ ଯିହୁଦୀ ମାନଙ୍କର ସଂଖ୍ୟା ଗଣନା କରାଯାଉଛି। ପ୍ରତି ବଂଶର ଯିହୁଦୀ ଲୋକମାନଙ୍କର 12,000 ଲୋକ, ଏ ପ୍ରକାର 1,44,000 ଲୋକ ଯିହୁଦୀ ଲୋକମାନଙ୍କୁ ମୁଦ୍ରାଙ୍କିତ କଲା ପରେ
ଏହା ପରେ ମୁଁ ଦୃଷ୍ଟିପାତ କଲି ଆଉ ଦେଖ ସର୍ବଜାତୀୟ ସର୍ବଗୋଷ୍ଠୀୟ ସର୍ବବଂଶୀୟ ସର୍ବଭାଷାବାଦୀ ଅଗଣ୍ୟ ଏକ ମହାଜନତା ଶୁକ୍ଳ ବସ୍ତ୍ର ପରିହିତ ହୋଇ ଓ ଖଜୁରୀ ବାହୁଙ୍ଗା ହସ୍ତରେ ଧରି ସିଂହାସନ ଓ ମେଷ ଶାବକଙ୍କ ସମ୍ମୁଖରେ ଦଣ୍ଡାୟମାନ ହୋଇଛନ୍ତି। ଗୋଟେ ମହାଜନତା। ପ୍ରିୟମାନେ, ଏ ମହାଜନତା କିଏ? ଏ ମହାଜନତା କିଏ? ପଚରା ଯାଉଛି, ଲେଖାଯାଉଛି, ସେମାନେ ଉଚ୍ଚ ସ୍ୱରରେ କହୁଛନ୍ତି, ପରିତ୍ରାଣ ମେଷ ଶାବକଙ୍କ ସିଂହାସନ ପବିଷ୍ଟ ଆମ୍ଭମାନଙ୍କ ଈଶ୍ୱରଙ୍କ ଓ ମେଷ ଶାବକଙ୍କର କାର୍ଯ୍ୟ। ଯଦି ଆମେ ତଳେ ପଢ଼ିବା, ପଚରା ଯାଉଛି 13 ପଦରେ, ପୁଣି ପ୍ରାଚୀନ ମାନଙ୍କ ମଧ୍ୟରୁ ଜଣେ ମୋତେ ପଚାରିଲେ, ଶୁକ୍ଳ ବସ୍ତ୍ର ପରିହିତ ଏହି ଲୋକମାନେ କିଏ ଓ ସେମାନେ କେଉଁଠାରୁ ଆସିଅଛନ୍ତି? 14 ପଦରେ ମୁଁ ତାହାଙ୍କୁ କହିଲି, ହେ ମୋହର ପ୍ରଭୁ, ଆପଣ ହିଁ ତାହା ଜାଣନ୍ତି। ସେଥିରେ ସେ ମୋତେ କହିଲେ, ଏମାନେ ମହାକ୍ଲେଶରୁ ବାହାରି ଆସିଛନ୍ତି। ପ୍ରିୟମାନେ, ଯୋଉ ମହାକ୍ଲେଶ ମଣ୍ଡଳୀ ଉଠାଗଲା ପରେ ଯୋଉ ମହାକ୍ଲେଶ ପୃଥିବୀରେ ହେବା ପାଇଁ ଯାଉଛି, ସେହି ମହାକ୍ଲେଶ ସମୟରେ ଅନେକ ଲୋକ ଶହୀଦ ହେବେ, ଅନେକ ଲୋକ ନିଜର ପ୍ରାଣ ଦେବେ। କାରଣ ଭଣ୍ଡ ଖ୍ରୀଷ୍ଟିଆନ ଲୋକମାନଙ୍କୁ ସେମାନଙ୍କୁ ଖୋଜି ଖୋଜି ସେମାନଙ୍କର ହତ୍ୟା କରିବ। ଆଉ ଏମାନେ ରେପ୍ଚରରେ ଯାଇପାରିଲେ ନାହିଁ। ଏମାନେ ଚର୍ଚ୍ଚରେ ରହିବେ, ଏମାନେ ଚର୍ଚ୍ଚରେ ଗହଳି କରିବେ, ଏମାନେ କାନ୍ଦିବେ, ଅନୁତାପ କରିବେ। କାରଣ ମଣ୍ଡଳୀ ରେପ୍ଚର ହେଇଗଲା ପରେ ଏମାନଙ୍କ ଜୀବନରେ ପ୍ରକୃତ ଅନୁତାପ ଆସିବ। ସେମାନେ ପ୍ରକୃତ ଭାବରେ ମନ ପରିବର୍ତ୍ତନ କରିବେ, ପ୍ରକୃତ ଭାବରେ ସେମାନେ କାନ୍ଦିବେ। ସେହି ସମୟରେ ସେମାନଙ୍କୁ ହତ୍ୟା କରିବା ପାଇଁ ଭଣ୍ଡ ଖ୍ରୀଷ୍ଟ ଖୋଜି ବୁଲୁଥିବ। ସେମାନଙ୍କୁ ଚିପ୍ ଦେବା ପାଇଁ, ସେମାନଙ୍କର ମୂର୍ତ୍ତିକୁ ପ୍ରଣାମ କରିବା ପାଇଁ ଭଣ୍ଡ ଖ୍ରୀଷ୍ଟ ଖୋଜି ବୁଲୁଥିବ ସେମାନଙ୍କୁ। ଆଉ ଏହି ସମୟରେ ସେମାନେ ପ୍ରଭୁଙ୍କ ନିମନ୍ତେ ସେମାନେ ଶହୀଦ ହେବେ। ସେମାନେ ଆଉ ଶହୀଦ ଅବସ୍ଥାରେ ପ୍ରଭୁ ସେମାନଙ୍କ ଆତ୍ମା ଗୁଡ଼ିକକୁ ଉପରକୁ ଉଠେଇକିନା ନେବେ। ପ୍ରିୟମାନେ, କେଉଁ ସମୟରେ ଚର୍ଚ୍ଚରେ ବହୁତ ଗହଳି ହେବ? ଯେଉଁ ସମୟରେ କି ମଣ୍ଡଳୀର ରେପ୍ଚର ହେଇଯିବ। ରେପ୍ଚର ପରେ ଚର୍ଚ୍ଚରେ ଲୋକମାନେ ଅଧିକ ପରିମାଣରେ ଆସିବାକୁ ଆରମ୍ଭ କରିବେ ସେମାନେ। କାରଣ ସେମାନେ ସେହି ସମୟରେ ପ୍ରଭୁଙ୍କ ବାକ୍ୟକୁ ବିଶ୍ୱାସ କରୁନଥିଲେ। ପ୍ରିୟମାନେ, ଆପଣମାନଙ୍କୁ କହିବା ପାଇଁ ଚାହେଁ, ଚର୍ଚ୍ଚକୁ ସ୍କିପ୍ କରନ୍ତୁ ନାହିଁ, ଚର୍ଚ୍ଚକୁ ପରିତ୍ୟାଗ କରନ୍ତୁ ନାହିଁ। ଆପଣଙ୍କର କାମ କେବେ ସରିବ ନାହିଁ। ଆପଣଙ୍କ କାମକୁ ଗୋଟେ ସାଇଡ୍ ରଖନ୍ତୁ, ସହଭାଗିତାକୁ ସମୟ ଦିଅନ୍ତୁ। ଆପଣ ଯେତେ ବ୍ୟସ୍ତ ରହିଲେ ମଧ୍ୟ ଆପଣ ଚର୍ଚ୍ଚକୁ ପରିତ୍ୟାଗ କରନ୍ତୁ ନାହିଁ, ସହଭାଗିତାକୁ ପରିତ୍ୟାଗ କରନ୍ତୁ ନାହିଁ। କାରଣ ରେପ୍ଚର ହେବା ପାଇଁ ଯାଉଛି। ରେପ୍ଚର ହେଲା ପରେ ଆପଣ ମଣ୍ଡଳୀରେ ଆସି ଯେତେ କାନ୍ଦିବେ, ଯେତେ ଛଟପଟ ହେବେ, ସେହି ସମୟରେ ବିଳମ୍ବ ହେଇଯାଇଥିବ। ସେହି ସମୟରେ ଆପଣଙ୍କର ସମୟ ସମାପ୍ତ ହେଇଥିବ। ସେଥି ନିମନ୍ତେ ଆମମାନେ ତା ପୂର୍ବରୁ ଆମମାନେ ନିଜର ଜୀବନକୁ ପ୍ରଭୁଙ୍କ ହସ୍ତରେ ସମର୍ପଣ କରିବା, ନିଜର ପାପ ଗୁଡ଼ିକକୁ ଆମେ ସ୍ୱୀକାର କରିବା, ଆଉ ପ୍ରତିଦିନ ପ୍ରଭୁଙ୍କ ସହଭାଗିତାରେ ଆମେ ପବିତ୍ର ଜୀବନ ଯାପନ କରିବା। ଯାହାଦ୍ୱାରା ଆମମାନେ ରେପ୍ଚର ଆମେ ମିସ୍ କରିବା ନାହିଁ। ଆମେ ରେପ୍ଚର ପରେ ମଧ୍ୟ ଲୋକମାନେ ଚର୍ଚ୍ଚକୁ ଯିବେ, ରେପ୍ଚର ପରେ ମଧ୍ୟ ଲୋକମାନେ ଅନୁତାପ କରିବେ, ମାତ୍ର ସେମାନେ କନ୍ୟା ମଣ୍ଡଳୀରେ ସେମାନେ ସଂଯୁକ୍ତ ହେଇପାରିବେ ନାହିଁ। ପରମେଶ୍ୱର ଆଜି ଆମକୁ କନ୍ୟା ହେବା ନିମନ୍ତେ ମନୋନୀତ କରିଛନ୍ତି। ଆମମାନଙ୍କର କାମ ଗୁଡ଼ିକ ରହିଛି ନିହାତି, ମାତ୍ର ଆମମାନଙ୍କ ସହଭାଗିତାକୁ ମଧ୍ୟ ଆମେ ମିସ୍ କରିବା ନାହିଁ। ଆମ ଆତ୍ମିକ ଜୀବନକୁ ଆମେ ଅବହେଳା କରିବା ନାହିଁ। ନିଜ ଜୀବନକୁ ପ୍ରଭୁଙ୍କଠାରେ ସମର୍ପଣ କରିବା, ପ୍ରଭୁଙ୍କ ନିମନ୍ତେ ସମୟ ବାହାର କରିବା, ଚର୍ଚ୍ଚ ନିମନ୍ତେ ସମୟ ବାହାର କରିବା। ପ୍ରିୟମାନେ, ଯାହାଦ୍ୱାରା କି ଆମେ କୌଣସି ପ୍ରକାର ଭାବରେ ରେପ୍ଚରକୁ ଆମେ ମିସ୍ କରିବା ନାହିଁ। ପଦେ ପ୍ରାର୍ଥନା କରିବା। ପବିତ୍ର ପିତା, ମୁଁ ତୁମକୁ ଧନ୍ୟବାଦ ଦିଏ ରାଜା। ମହାକ୍ଲେଶ ମଧ୍ୟ ଦେଇ ଯିବା ପାଇଁ ଆମକୁ ଦିଅ ନାହିଁ ପ୍ରଭୁ। ତା ପୂର୍ବରୁ ଆମେ ମନ ପରିବର୍ତ୍ତନ କରି ପ୍ରତିଦିନ ତୁମ ସହିତ ଚାଲି ହନକଙ୍କ ସଦୃଶ୍ୟ ଆମେ ରେପ୍ଚର ହେଇଯାଇପାରିବୁ ପ୍ରଭୁ। ଦୟାକରି ତୁମେ ଆମମାନଙ୍କୁ ସାହାଯ୍ୟ କର ପ୍ରଭୁ। ଆମେ ଯେତେ ବ୍ୟସ୍ତ ଥିଲେ ମଧ୍ୟ ପ୍ରଭୁ, ଆମେ ତୁମକୁ ସମୟ ଦେଇପାରିବୁ। ସେ ଅନୁଗ୍ରହ ତୁମେ ଆମମାନଙ୍କ ପ୍ରତି ଦୟାକରି ତୁମେ ପ୍ରଦାନ କରି ତୁମେ ଗୌରବ ପାଅ ପ୍ରଭୁ। ପ୍ରତି ସମୟରେ ତୁମ ପବିତ୍ର ବାକ୍ୟ ଦ୍ୱାରା ଆମମାନଙ୍କ ସହିତ କଥାବାର୍ତ୍ତା ହେଉଥିବାରୁ ଧନ୍ୟବାଦ ଦେଇ ପ୍ରାର୍ଥନା ପ୍ରିୟ ପ୍ରଭୁ ଯୀଶୁଙ୍କ ନାମରେ ମାଗୁଅଛି, ଆମେନ୍। ସମସ୍ତଙ୍କୁ ନମସ୍କାର, ପ୍ରେଜ୍ ଦ ଲର୍ଡ। ପ୍ରଭୁ ସମସ୍ତଙ୍କୁ ପ୍ରଚୁର ଭାବେ ଆଶୀର୍ବାଦ କରନ୍ତୁ। ଆମେନ୍। ଗଡ୍ ବ୍ଲେସ୍ ୟୁ।